ବାଙ୍କା ବାଙ୍କା ଗୋଳବାଇ ଘର ମନରୁ ମାନ ମାରି ପକାଲୋ ଦକା ପଡୁଛି ତୋ ପାଦେ ମୁଁ ଗଣିବୁ କେଇଟା କାଜ ମୁଁ ଆଉ କଣ ଘରୁ ଲେଖିକି ଆଣିଛି କହିବି ନା। ଜଗନ୍ନାଥ ଯାଇଥିଲେ କୋଉଠିକି? ସିଏ ଜଗନ୍ନାଥ ତା ହାତ ଦେଖେଇଲା, ତା ଗୋଡ ଦେଖେଇଲା। ବଳରାମ ଦାସ ମୁଣ୍ଡରେ ଥାଇଣ ଜଗା ପଣୁଷ ଖାଇଲା। ବଳରାମ ଦାସକୁ ଚୋର ସଜାଇବ, ତା ମୁଣ୍ଡରେ ଓଠା ବୋଳିଲା। ମାନ୍ୟବର ସର୍ଜନ କିଏ? କେନ୍ଦ୍ରାପଡ଼ା ବାବା। ସେଦିନ ବାବାଙ୍କର ଅବତାର ଅଲଗା। କଣ ଅବତାର ହବ? ଦେଖିବ ସେଦିନ ଦେଖିବ ବାବା ଅବତାର ଏମିତି ଆଉ ଗଲ ନେଇ ସିଧା ଆଇଲୁ ଝିଟି ଝିଟି। ହଁ ବାବା ସୁର ବାବା ଗଲେ ଗଲେ ସିଏ ଗଲେ ତାଙ୍କ ଆଶ୍ରମ ବନ୍ଦ। ଯାହା ଗଲି କୋଣାର୍କ ବାଲି ଦୋକାନ, କୋଣାର୍କ ବାଲିଆଡେ ବାଲି ଦୋକାନ, କାଜୁ ବଜାର, କାଜୁ ବଣ। ହଁ ସେଠି କଣ? ବାବା ବାନା। ଆରେ ହଁ ବାବା ଥିଲେ ସେଠି। ବାନାଙ୍କର ମୂଳେ ରହିଲାନି କୋନା। କଣ ହେଲା? ଫୋପାଡ଼ି ଫୋପାଡ଼ି ଦେଲା। ଭାଇ ଓ ପାର୍ଥୁ ନ କଲେ କଣ ମିଳିବ? ଭାଇ ଏଇଠି ଟିକେ ତାକୁ ଷ୍ଟପ କରିଦିଅ। ଭାଇ ଏଇଠି ଟିକେ ତାକୁ ଷ୍ଟପ କରିଦିଅ। କଳା ମେଘ ଭାସି ଯା ପୁରୁଷୋତ୍ତମ ଦେବ ହାତ ଯୋଡ଼ିଲେ, କହିଲେ ପ୍ରଭୁ କିଏ କଣ ଦେଇଦେଲା ମୁଁ ଦେଇନି, କିଏ କଣ କଲା ମୁଁ କରିନି। ଭଞ୍ଜ ଭଞ୍ଜ କବି ସମ୍ରାଟ ହାତ ଯୋଡୁଛନ୍ତି। ରାଜା ପୁରୁଷୋତ୍ତମ ଦେବ ଏ ମାନ ଉଦ୍ଧାର କର ହେ ତୋର କଣ ଆଠୁଟା ଅଧିକ ହେଲାଣି? ମୁଁ କହୁଛି ମୋ ଟିକେ ଲମ୍ବା। କହିଲା ହେ ଠାକୁର ଏ ଦୁର୍ଦ୍ଦଶା ସମୟରେ କହିଲା ମୋର ପରାଜୟ ହେଲେ ଦୁଃଖ ନାହିଁ। ପୁରୁଷୋତ୍ତମ ଦେବ କହୁଛନ୍ତି ଯଦି କାଞ୍ଚି ଯୁଦ୍ଧରେ ମୁଁ ହାରିଯାଏ ସାରା ଉତ୍କଳର ଅପମାନ ହବ। ଏଥର ତମେ ଯାଇ କାଞ୍ଚି ଗଣେଶ ପଛଆଡେ ପ୍ରଭୁ ରହି ପୂଜା ଇଏ ଶୋଭା ପାଇବ ତ। ହେ ସଜ ରାଜାଙ୍କୁ ଆଦେଶ ହେଲା ଏଇଥର ଯୁଦ୍ଧ ଯାତ୍ରା କର, ନିଶ୍ଚୟ ଉତ୍କଳର ବାଜିବାତ ହବ ଆଉ ଉତ୍କଳ ଜିତିବ। ରାଜାଙ୍କୁ ସିନା କଥା ଦେଲେ ଏ ହାତ ଗୋଡ ନଥିବା ଖଣ୍ଡିଆ ଠାକୁର କଲା କଣ? କଲା କଣ? ତାର ବା ହାତ ଗୋଡ ନାହିଁ। କଳା ଧଳା ଯେ ଘୋଡ଼ା ଚଢି ଜଗା ବଳିଆ ଗଲେ ଭିଡେ। ଆରେ ଜଗା ବଳି କଳା ଆଉ ଧଳା ଘୋଡ଼ା ଚଢିକିରି ଦି ଭାଇ ଯାକ ଚାଲିଲେ। ବାବା ହାତ ଗୋଡ ନାହିଁ। କାଞ୍ଚି ଯୁଦ୍ଧ କରିବାକୁ ଗଲେ କି ଖଣ୍ଡିଆଟା ବା ଯାଇଛନ୍ତି ଆଗକୁ ଆଗକୁ। କିଛି ବାଟ ଗଲା ପରେ
ଜଗନ୍ନାଥ ଚିନ୍ତା କଲେ କହିଲେ ନା ଗୋଟା ପ୍ରମାଣ ଥୋଇ ଦେଇ ଯିବି ମୁଁ ଆଗରେ ଯାଇଛି ବୋଲି। ହଟିଆ ଠାକୁର ଠିଆ ହେଲେ ବଳରାମ ଡାକୁଛନ୍ତି ଜଗାରେ ହେଠି କଣ ଠିଆ ହେଲୁ ଭାଇ ଓ ପ୍ରବଳ ତୃଷା ମାନେ ଶୋଷେଇଲୁ ଶୋଷ କଲାଣି ମୁଁ ଆଉ ଯାଇ ହବନି। ମୁଁ ଜାଣିଛି ଯୁଦ୍ଧ ନାଁ ଶୁଣିଲେ ସେଇଆ ହବ ଆଉ କଣ ଯୁଦ୍ଧ ନା ଶୁଣିଲେ ମତେ ପାଣି ଦରକାର? ତୁ ଏଠି ଯୋଉ ପାଣି ଖୋଜିଲ ଏଠି କଣ ମିଳିବ? ଏ ଭାଇ ଓ ଇଏ ବର୍ତ୍ତମାନ ଯଦି ମତେ ଜଳ ନ ଦବ କି କିଛି ପିଇବାକୁ ନ ଦବ ମୁଁ ଆଉ ଆଗକୁ ଯାଇପାରିବିନି। ଭାଇରେ ଟିକେ ଆଗକୁ ଚାଲ ଗୋଟେ ବସ୍ତି ଦେଖା ଯାଉଛି ସେଇଠି ପିଇବୁ ଯିବା। ନାଇଁ ଆଉ ଆଗକୁ ଯାଇ ହବନି। ଏଇଠି ଦେଖ କଣ ଯଦି ମିଳିବ। ମୁଁ ଦେଖୁଛି ଏ କଣ ଜମା ଦଉଣି ନାହିଁ ଆର ସବୁବେଳେ ଜିଦି କଲା ଖାଲି ଆଉ କହିଲା ଏ ଭାଇ ତମରି ହାତ ଅନୁକୂଳ ହେଲା। ଆଉ ତୁ କଣ ଗୁପଚୁପ ବିକିଆ କହିଥିଲୁ? କହିଲା ଅନୁକୂଳ ଜମା କଣ ଏଇଠି ରେଷ୍ଟ ନେ। କହିଲା ଭାଇ ଯାଇ ହବନି। ମୁଁ ଦେଖେ ରହ ଦେଖିଲ କୋଉଠି କଣ ମିଳିବ ରହିଥା ମୁଁ ଦେଖୁଛି ଦେଖ ଆଗକୁ ଯା। ଦହି ନବ ଦହି ଭାଇ ଗୋଟେ ନାରୀ ଷ୍ଟୋନ ନାରୀ ଦହି ନବ ଦହି ନାରୀ ଷ୍ଟୋନ ନା ପଥର ଓ ଟୋନ ଯାଇ ଦେଖିଲେ ଦହି କଥା କଣ କହୁଛି ରହ ବୁଝି ରହ ବୁଝିଲ କି ଦହି ରଖିଛି ଏଇ ଘୋଳ ଦହି ମିଠା ଦହି ଖଟା ଦହି ସବୁ ପ୍ରକାରିଆ ଦହି ରଖିଛି। ହେ ଭାଉଜ କଣ ଅପରିଚିତ ସ୍ତ୍ରୀ ଲୋକକୁ ରାସ୍ତାରେ ଦେଖିଲେ ଭାଉଜ ଡାକନ୍ତି ଆଗ ଇଏ ଗୁଡିଏ ମାଡ ଖାଇବେ। ମାଡ ଖାଇଯିବେ ତଳେ ପଡିବନି ମାଡ। ହୋ ମ୍ୟାଡମ କଣ ମ୍ୟାଡମ ଇଏ କଣ ତହସିଲ ନା ବ୍ଲକ ଅଫିସ ଯାଇଛୁ ମାଡ ଡାକୁଛୁ? କଣ ଡାକିଲେ ସେଠି ଇରେ ମା ବୋଲି ଡାକୁନୁ। ମାଉସୀ ଲୋ କଣ ହେଲା ତୋ ଗାଣ୍ଡୁଆରେ କଣ ବସରାରେ କଣ ଇଏ ମୋର ପସରାରେ ଦହି ରଖିଛି। ଦହି ହଁ କି ଦହି ରଖିଛୁ? ଖଟା ଦହି ମିଠା ଦହି ବସା ଦହି ସବୁ ପ୍ରକାରିଆ ଦହି ଅଛି। ଗୋଟେ ଘଣ ଦହି କହୁଛି କଣ ଘୋଳ ଦହି ଭଲ ଆରେ ଲାଗିବ। ଘୋଳ ଦହି ସେ ମା କଣ ତୁ ତାହେଲେ ଏମିତି ବେପାର କରୁଛୁ ଚାରିଆଡେ। ହଁ ମୋର କାମ ହେଲା ଏଇଆ। ମୋ କଥା ଶୁଣୁ କହୁନ ଦହି ଟିକେ ମତେ ଦେ ଚାଖିବୁ। ହଁ ଯଦି ଭଲ ପଇଲା ହଁ ଆଉ ତୁ ଗାଁ ସାରା ବୁଲିକି ଆଉ ବେପାର ଓ କରିବୁ। ଏଇ କଥା। ଆମେ ଦି ଭାଇ ଛାଡିଦେବୁ ଆଉ। ହଉ ତାହେଲେ ନିଅନ୍ତୁ ଚାଖ। ଦେ 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 ନିଅ। ଆଚ୍ଛା ଇଏ ଦହି ପିଇଲା ନା ସିଆଡେ ମୁଣ୍ଡ ପୁରେଇଲା ଯାଇକିରି ତା ପସରାରେ? ସେ ବା ଡାକିକି ଦଉଛି। ଆଚ୍ଛା ଆଚ୍ଛା ଭାଇ ଭଲ ଦହି ଶାନ୍ତି, ଶାନ୍ତି। ମିଠା ଦହି ଅଛି ପିଇଲନି ଆଉ ଟିକେ? ତୁ ମୋ ଭାଇ ନା ଭଗାରୀ କାହିଁକି ଇରେ ଏବେ ମାସକ ତଳେ ଗୋଟେ ରୋଗ ମତେ ଧରିଛି ଜାଣିନୁ? ଭାଇ କଣ? ରସୁଣ ଫୁଲିଆ। ରସୁଣ ଫୁଲିଆ ନା ପିଆଜ? ଏଇ ଯୋଉ ଥଣ୍ଡା ରୋଗ ସେଟା ତ ଏସନ ଫୁଲିଆ ରସୁଣ ଫୁଲିଆ ସେଇ ଗୋଟାକ ଏ ଭାଇ କଣ? ଜଗାରେ ଯା ତମେ ପିଇବନି? ମୋର ଆଉ ତୁ ଯା ଜଗନ୍ନାଥ ଗଲେ ପିଇଲେ ଦହି ଗଲା ତା ଦହି ଯାକ ସବୁ ସଫା। ଶାନ୍ତି ତ ଭାଇ ଦହି ନା ଶୁଣିଲେ ସେଟା ପକେଇ ଦବ କହିଲା ଭାଇ ଆଉ ଯିବା ତ? ଆଉ କାମ ସରିଲା ଆମର ଆଉ କଣ ଅଛି? କଣ କହୁଛ? ଯିବା ଚାଲ ତାହେଲେ ଆସ। ଓ କିଏ ଭାଇ ଭାରି ତମେ ସିଆଣିଆ ତ। ଛାଡୁ ଏଇ ଯେ ଦହି ପିଇଲ ହଁ। ତା କଉଡି ଦବ କି? କଉଡି ଆଉ କଉଡି କଉଡି ପାଡୁ ଥାଏ ବୋପା ଥୋଇଥିଲା କି କଣ ପିଇବ? ପାଣି ଅଛି ମିଠା ନାଇଁ ହେଇପାରିବନି। ଭାଷା ହାଡ କରନା ପାଣି ମିଶେଇ ମୋ କହ। କଉଡି ଦେଇକି ତମ ବାଟରେ ତମେ ଯାଅ। ଅତି ବାଜ୍ୟ ଲୋକଟା ଇଏ ହେଲେ ଯେତେବେଳେ ଆମେ ଦହି ପିଇଲୁ ତୁ ଜବାବ କରିଥିଲୁ କଉଡି ପାଇଁ? ଏତେ କଥା ମୁଁ ଶୁଣିବିନି। ଆଉ? କଉଡି ଦିଅ ତମ ବାଟରେ ଆଚ୍ଛା ର ଭାଇ ପାର୍ଥୁ ନ କଲେ କଣ ମିଳିବ? ଆମେ ତ ତା ଦହି ପିଇଛେ ହେଲେ ଆମକୁ କଉଡି ସିଏ ତ ଦହି ବାବଦ ତା ପାଉଣା ମାଗିବ ଥୟ ଆଉ ତମେ ତ ଦେଇପାରିବନି ଫକଟରା ତମ ପାଖେ ତ କିଛି ନାହିଁ। ରହିଥା ମୁଁ ଏଇନେ ତୁଟେଇ ଦେବି। ମାଲୋ କଣ ତୋର ଅସୁବିଧା? ଦହି ପିଇଲ ମୋର କଉଡି ଦବନି? ହଁ ହଁ ସେଇଟା ନିହାତି କଥା। ଏ ମା ତୋ ଦହି କିଏ ପ୍ରଥମ ମାଗିଲା? ଏଇପା ମା ତୁ ଗୋଟେ କାମ କର ଆମ ପାଖେ କିଛି ନାହିଁ ଏଇ ଘୋଡାଟା ଅଛି ରଖିଥା ଆମେ ଆଇଲେ ଆମେ ଘୋଡାଟା ନେଇଯିବୁ ଆଉ। ଏଇ ଘୋଡା ରଖିବି। ଘୋଡା ରଖ ଯା 6 ମାସ ଭିତରେ ସୁନା ଅଣ୍ଡା ଦବ। ଘୋଡା ଅଣ୍ଡା ଦବ? ରଖ ରଖିବୁନୁ? ତାହେଲେ କଉଡି ଦରକାର? ମା ଶୁଣୁ ଗୋଟେ କାମ କର ଆମେ ରାଜାଙ୍କର 2 ଜଣ ସୈନିକ ଯୁଦ୍ଧ କରିବାକୁ ଯାଉଛୁ। ତୁ ମୋ ଇଏ ମୋ ବଡ ଭାଇ ତୁ ମୋ ବଡ ଭାଇ କି ବନ୍ଧା ରଖିଥା ମୁଁ କଉଡି ଆଇଲେ ଦେଇକିରି ମୋ ବଡ ଭାଇ କି ମୁକୁଳେଇ ନେବି। ରହିବ ମୋ ପାଖରେ। ହଁ ହଁ ନ୍ୟାୟ ନିଶାପ ହଉଥିବ
এই ভଳିয়া ଭଦ୍ରକ ଲୋକକୁ ଡାକିବ। ଭଦ୍ରକ ନା ବାରିପଦା ଲୋକକୁ ଡାକିବ। ଏ ଦହି ପିଇଲା କିଏ ବନ୍ଧା ହଉଛି କିଏ? ଭାଇ ଓ ତମକୁ ବନ୍ଧା ରଖିବାକୁ କହିଲି ଏଇନେ ବୁଢୀ ଗୋଟାଏ ସେକେଣ୍ଡ ଭିତରେ ନାହିଁ କରିବ। ଦେଖିବ ର କଣ ଔଷଧ ଅଛି ଦେଖିବା। ମାଲୋ ମୋ ଭାଇ ବନ୍ଧା ରହିବ ତୋର ସବୁ କାମ କରିବ ତୋର କେଇ ବଖରା ଘର ମାତ୍ର ଗୋଟାଏ ବଖରା ଇଏ ମୋ ଭାଇ କୋଉଠି ଶୋଇବ ମୋରି ପାଖରେ ମୁଁ ଯୋଉଠି ସିଏ ଶୋଇଲେ ଦୁଃଖ ନାହିଁ କିନ୍ତୁ ମୋ ଭାଇ ଯୋଉଠି ଶୋଇବ ରାତିରେ ତା ମୁଣ୍ଡରୁ 7ଟା ନାଗ ବାହାରିବ। ଆଉ ସମାଳ ସତ୍ୟାନାଶୀ କହୁଛି ରଖିପାରିବନି ମୁଁ ରଖିବି ନାକ ହବନି ରଖିବୁନୁ ନା, ଆଉ କଣ କରିବା ମୁଁ ମୀମାଂସା କରିଦେବି କଣ ଏ ଭୋଟାକୁ ନେ ଏ ଭୋଟାକୁ ରଖିଲେ ତୋର ଆଉ ଗାଈ ଗାଳ ଦରକାର ନାହିଁ। ମତେ ରଖିବୁ ତୋ ଗାଈ କାମ ସବୁ କରିଦେବି ଗାଈ ଦୁହିଁ ଦେବି ଗୁହାଳ ପୋଷିବି ଗାଈ ଚରେଇବି ସବୁ କରିବି ତୋ ଦହି କ୍ଷୀର ସବୁ ବିକିବି ତତେ ଲାଭବାନ କରେଇଦେବି ଓ ହେଲେ ମା ତୋ ସମ୍ପତ୍ତି ବାଡି କେତେ ଉଠେଇବି ନାହିଁ ଜମା ନାହିଁ ମତେ ଯଦି ତୁ ରଖୁ କଣ ମତେ ଖାଇବାକୁ ଦବୁ ମୁଁ ଯାହା ଖାଇବି ନା ମୁଁ ସେଇଆ ଖାଏନି ମୁଁ ସବୁଦିନେ କଣ ଖାଏ 60 ପଉଟି ଅନ୍ନକୁ 13 ପଉଟି ବ୍ୟଞ୍ଜନ ସହସ୍ର ନଉତି ପଣାକୁ ପୁଣି ଭୋଗ ଛପନ ମୁଁ 60 ପଉଟି ଚାଉଳରେ ତିଆରି ଭାତ 13 ପଉଟି ତରକାରୀ ପତ୍ର 1000 ନଉତିଏ ପଣା 56 ପ୍ରକାର ଶୁଖିଲା ଭୋଗ ସବୁଦିନେ ଖାଏ ଦେଇପାରିବୁ ଇରେ ବାପା ନୋଡା ଉଟାରି ଖାଇ ଯାଉନ ତୋ ରୋଲ ସରିଗଲା ବୋଧେ ସେ ଦେଇ ପାରିବନି କହିଲା ଦେଇପାରିବୁନୁ ନା କହିଲା କଉଡି ଦିଅ ତାପରେ ଏଠୁ ଯା ଏଠୁ ଯିବ କହିଲେ କଉଡି ଆଉ ତ ନାହିଁ ଏ ତ ବୁଢୀ ଛାଡିବନି ନା ଆମେ ଯାଇଛେ ବୋଲି ପ୍ରମାଣ ଦେଇଯିଆ ହଁ ଜଗନ୍ନାଥ ଆଜ୍ଞା ଆପଣ ମାନେ ସମସ୍ତେ ଜାଣିଛନ୍ତି ହଁ ସବୁ ବର୍ଷ ପାଲା ହଉଛି ପାଲା ଗାୟକ ଆଉଛନ୍ତି ଆପଣ ମାନଙ୍କୁ କହୁଛନ୍ତି ପୁରାଣ ପୁରୁଣା କଥା ଆପଣ ମାନେ ସବୁ ଜାଣିଛନ୍ତି କେବଳ ବର୍ଷକେ ଥରେ ଏ ଲାଇଟ୍ ଆଗରେ ଠିଆ ହେଇ ଆପଣ ମାନଙ୍କୁ ସେଇ କଥା ମନେ ପକେଇଦବା ମୋ କାମ ମୁଁ ଆଉ କଣ ଘରୁ ଲେଖିକି ଆଣିଛି କହିବି ନା ଇଏ ଜଗନ୍ନାଥ ସେଦିନ ଆଜି ବି ପୁରୀରୁ ବ୍ରହ୍ମଗିରି ସାତପଡା ଗଲେ ଦହିଖିଆ ଛକ ଅଛି ଦହିଖିଆ ଛକ ଦହି ଖାଇଲେ ଦହି ବାବଦ ସେ ଗୋପାଳୁଣୀ ବୁଢୀକି ଦେଲେ କଣ 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 ଦେଲେ ରେ ଶ୍ରୀ ହସ୍ତୁ କାଢିଲେ ରତ୍ନ ଖଚିତ ମୁଦ୍ରିକା କହିଲେ ଲୋକ ଗୋପାଳୁଣୀ ମୁଦିର ଖବନ୍ଦା କହିଲେ ଲୋକ ଗୋପାଳୁଣୀ ମୁଦିର ଖବନ୍ଦା କହିଲେ ଲୋକ ଗୋପାଳୁଣୀ ତାର ହାତ ନାହିଁ ମୁଦି କୋଉଥିରେ ପିନ୍ଧିଲା ଆଣ୍ଠୁରେ ଆଣ୍ଠୁରେ ମୁଦି ପିନ୍ଧନ୍ତି ଯୋଉଠି ଆଡେ ଲଗା ରାଜା ଆଇଲେ ଗୋପାଳୁଣୀ ବୁଢୀ ଦେଖେଇଲା ମୁଦିଟା କହିଲା ମହାରାଜ ଆପଣଙ୍କ ସେନାବାହିନୀର ସୈନିକ ଦହି ପିଇକିରି ଗଲେ ଏ ମୁଦି ଦେଇଗଲେ ବନ୍ଧା ଏ ମୁଦିଟା ନିଅନ୍ତୁ ମୋ ପାଉଣା ମତେ ଦେଇ ଦିଅନ୍ତୁ ରତ୍ନ ମୁଦିକାରେ ଲୋଭ ନ କରି ମାଣିକା ସେଦିନ ରାଜାଙ୍କୁ ମୁଦିଟା ଦେଖେଇ ଦେଲା ରାଜା କହିଲେ ମାଣିକା ପ୍ରଭୁ କାହାକୁ ଦେଖିଲୁ ଏ ମୁଦି କାହାର ନା ତମ ସୈନିକର ନା ସେ ମୋ ସୈନିକ ନୁହଲୋ ସେ ଶ୍ରୀକ୍ଷେତ୍ର ମଉଳମଣି କାଳିଆ ଧନ ଶ୍ରୀକ୍ଷେତ୍ର ମଉଳମଣି କାଳିଆ ଧନ ଶ୍ରୀକ୍ଷେତ୍ର କହିଲା ଶ୍ରୀକ୍ଷେତ୍ର ମଉଡମଣି କାଳିଆ ଧନ କାଳିଆ ଧନ କାଳିଆ ଧନ ତୁ କାହାକୁ ଦେଖିଲୁ ତମ ସୈନିକ କଣ କଉଡି ନବୁ ଆଉ କଣ ହବ ଯା କଣ ଗୋଟେ ଗାଁ ତତେ ଦେଇ ଦଉଛି ହଁ ସେଇ ଗାଁ ର ମାଲିକାନା ତୋ ନାଁରେ ହବ ତୁ ସବୁ ଯାକ ଟ୍ୟାକ୍ସ କର ଆଦାୟ କରିବୁ
তো পরিবার আনন্দরে চলিব। দহিଖିଆରୁ ବାଁ ପଟେ ଯିବେ ଏବେ ଗୋଟେ ନୂଆ ମୁହାଣ ଖୋଲିଛି ଯୋଉଠି ଡଲଫିନ୍ ଦେଖିବାକୁ ସୁବିଧା ହଉଛି। ଭାବ କୁଣ୍ଡଳେଶ୍ୱର ଅଛି, ତାରି ପାଖରେ ରାଜା ଦେଇଥିବା ଗାଁର ପ୍ରମାଣ। ମାଣିକ ନାଁରେ ସେଇ ଗାଁ ନା ମାଣିକ ପାଟଣ ହେଲା। ଜଗନ୍ନାଥଙ୍କର ହାତ ଗୋଡ଼ ଅଛି, ମାଣିକା ତ ଦେଖିଥିଲା। ମାଣିକା ଦେଖିଲା ଜଗନ୍ନାଥଙ୍କର ହାତ ଗୋଡ଼ ଅଛି, ମୁଦି ନେଲା। ଖାଲି ସେତିକି ନୁହଁ, ଆଉ କୋଉଠି ବଳରାମ ଦାସ ମୁଣ୍ଡରେ ଥାଇଣ ଜଗା ପଣୁଷ ଖାଇଲା। ବଳରାମ ଦାସକୁ ଚୋର ସଜାଇବ, ତା ମୁଣ୍ଡରେ ଓଠା ବୋଳିଲା। ତା ଗୋଡ଼ ନାହିଁ, କେମିତି ତା କାନ୍ଧ ଉପରେ ଚଢିଲା। ଇଏ ତାର ବା ଇଏ ନାହିଁ, ହାତ ନାହିଁ, କେମିତି ଅଠା ବୋଳିଲା। ପଣୁଷ ଅଠା ବଳିଆ ଦାସ ମୁଣ୍ଡରେ 4-6 କପ ଖଣ୍ଡେ ଚାହା ପିଇ ଦେ ଏତିକି ବେଳେ ଫାଙ୍କା କହିଲା ଏ ର ଇଏ ଖାଲି ସେଇ ଜାଗାରେ କି ଆଉ କୋଉ ଜାଗାରେ ଜଗନ୍ନାଥ ହାତ ଗୋଡ଼ ଦେଖେଇଲା। ଆଉ ଗୋଟେ ଗାଁକୁ ଜଗନ୍ନାଥ ଯାଇଥିଲା, ତା ହାତ ଅଛି ବୋଲି ପ୍ରମାଣ ଛାଡି ଦେଇ ଆଇଲା। ଗୋଟାଏ ଗାଁରେ ଜଗନ୍ନାଥ ଯାଇ ତାଙ୍କର ହାତ ଅଛି ବୋଲି ପ୍ରମାଣର ଛାପ ଛାଡି ଦେଇ ଆଇଲେ। ସେ ଗାଁ କୋଉଠି କହିଲେ? ଖୋର୍ଦ୍ଧା ଜିଲ୍ଲାର ବାଲିଅନ୍ତା ବ୍ଲକରେ ଅଛି। ସୁରାବାଗା କଣ ଛିଣ୍ଟି? ସେଇଠିକି ଜଗନ୍ନାଥ ଯାଇଥିଲେ ହାତ। ତୁ ସୁରାବା ମଠକୁ କାହିଁ ଯାଉଥିଲୁ? ତୁ ଏମିତି ସବୁ ମଠ ବୁଲଉ ବୋଧେ? ସବୁ ବାବା ଦୀକ୍ଷା ନେଇଥିଲୁ, କାହିଁ ଏତେ ଆଡେ ବୁଲିଲୁ? ମାନ୍ୟବର ସର୍ଜନ କିଏ? ଓ ସେଠିକି ଯାଉ। ଆରେ ସେଠିକି ଯାଇଥିଲୁ, ଆଉ ଗଲୁ କାହିଁ? ବାବା ପଳେଇଲା ପରେ ତୁ ନିରାଶ ହେଇଗଲୁ? ଓ ତୁ ସବୁଦିନେ ସେଇଠିକି ଯାଉ ବୋଧେ? ପରମ ଭକ୍ତ ତୁ ଯାଉ? ମୋ ସ୍ତ୍ରୀ ତୋ ଭାର୍ଯ୍ୟା ବି ଯାଏ? ସିଏ ପରମ ଭକ୍ତି, ମୁଁ ଭକ୍ତ। ଭକ୍ତର ସ୍ତ୍ରୀଲିଙ୍ଗ ଭକ୍ତି। ଆରେ ଭକ୍ତି ବା ଗୋଟା ମାର୍ଗ, ହଉ ଆଉ ଭକ୍ତର ଗୋଟା ସ୍ତ୍ରୀଲିଙ୍ଗ କଣ ଅଛି? ସେ ଭକ୍ତି ଆଣିବା। କହିଲା ଭକ୍ତି ଆଣି। ତୋ ସ୍ତ୍ରୀ ବି ଦୀକ୍ଷା ନେଇଥିଲା? ତମେ 2 ଜଣ ଯାକ ସେ ବାରିମୂଳ କେନ୍ଦ୍ରାପଡା ଯା, ସେଠି ତ ଭଲ ଖାଇବା ପିଇବା ହଉଥିବ। ତୋ ଭାର୍ଯ୍ୟାର ତୋର ସବୁଦିନେ ଯାଅ? ସବୁଦିନେ ଯାଏ ଯେ ସେ କିନ୍ତୁ ଗୋଟାଏ ଦିନ ମୁଁ ତାକୁ ବାରଣ କରେ। ତୋ ଭାର୍ଯ୍ୟାକୁ ଗୋଟାଏ ଦିନ ପଠାଉନି? ସେଦିନ ମୁଁ ପଠାନି, ମୁଁ ଏକା ଯାଏ। କାହିଁକି? ଅସୁବିଧା କଣ? ସେଦିନ ବାବାଙ୍କର ଅବତାର ଅଲଗା। କଣ ଅବତାର ହବ? ଦେଖିବ ସେଦିନ ଦେଖିବ ବାବା ଅବତାର ଏମିତି ଏଇଟା ହେଲେ ତାଙ୍କ ଲକ୍ଷଣ ଖରାପ। ସେଦିନ ତୋ ଭାର୍ଯ୍ୟାକୁ ପଠାଉନି, କାଳେ ଅସୁବିଧା ହେଇଯିବ। ସେଦିନଠୁ ଆମେ ଆଉ ଆଇଲୁ, ଗଲୁ କି ଆଉ ରହିଲୁ? ଆଉ ଗଲ ନେଇ, ସିଧା ଆଇଲୁ ଝିଟି। ଝିଟି? ବାବା ସୁର। ସିଏ ସେଠି ରହିଥିବୁ, ଭଲ ପଇସା। ବଢିଆ ପଇସା, ମିଶିନି ଗଣି ପାଇଲେନି। ଟଙ୍କା ଗୁଡାଏ ହେଇଗଲା। 6 ମାସ ଦୀକ୍ଷିତ ହେଇ ରହିଲି। ବାବା ଗଲେ, ସିଏ ଗଲେ, ତାଙ୍କ ଆଶ୍ରମ ବନ୍ଦ। ସେଇଠୁ ରହିଗଲୁ ନା ଆଉ କୁଆଡେ ଗଲୁ? ସିଧା ଗଲି କୋଣାର୍କ ବାଲି ଦୋକାନ। କୋଣାର୍କ ବାଲିଆଡେ ବାଲି ଦୋକାନ? କାଜୁ ବଜାର। କାଜୁ ବଣ? ସେଠି କଣ? ବାବା ବାନା। ଆରେ ହଁ, ବାବା ଥିଲେ ସେଠି। ତାଙ୍କ ପାଖରେ 15 ଦିନ ରହିଛି ଦୀକ୍ଷିତ। କାହିଁ ପଳେଇ ଆଇଲୁ? ବାନାଙ୍କର ମୂଳେ ରହିଲାନି କୋନା। କଣ ହେଲା? ଫୋପାଡ଼ି ଦେଲେ। ତାପରେ ନିରାଶ ହୋଇ ଏବେ ମୁଁ ଜ୍ଞାନ ବାବାଙ୍କ ଆଶ୍ରମରେ ଆଶ୍ରିତ। ବାବା ଅଲଗା ଟିକେ ଘିଅ ପକେଇକି ଦବ। କହିଲା ତତେ କି ପଚାରିଛି? ଖୋର୍ଦ୍ଧା ଜିଲ୍ଲାର ବାଲିଅନ୍ତା ବ୍ଲକ ଯୋଉ ଗାଁରେ ଜଗନ୍ନାଥ ତାଙ୍କ ହାତ ଥିବାର ପ୍ରମାଣ ଛାଡି ଦେଇ ଗଲେ। କୋଉ ଗାଁ ସିଏ? ଇଏ ବୟନ କଳାରେ, ବୟନ ନିପୁଣ କେନ୍ଦ୍ର ପରିବାର
কলে নীলকে সবুজ নীল কে সবুজ কে সবুজ অথবা রঙ্গ গোলাপি মোরা হে রঙ্গ আজনুলি অম্বর দিলব দিলব মোরা হে রঙ্গ বলো গীতটাই বলো কহিবি কোউঠি জগন্নাথ যাইছে ଆଉ ନାହିଁ জয় জগন্নাথ ভক্ত সে জগন্নাথଙ୍କ ପାଖକୁ ଆସୁଛି ପଦୁଟି ସେ ଜଗନ୍ନାଥଙ୍କ ଉଦ୍ଦେଶ୍ୟ କଳା ମେଘ ଭାସି ଯା ରେ କାଳିଆକୁ ଦେବୁ ମୋର ଜୁହାର ନେଇ ଦୁଇ ଧାର ଲୁହ ମୋ ଆଖିର ଧୋଇ ଦେ ଚରଣ ତାର କାଳିଆକୁ ଦେବୁ ମୋର ଜୁହାର କାଳିଆକୁ ଦେବୁ ମୋର ଜୁହାର କଳା ମେଘ ଭାସି ଯା ରେ କାଳିଆକୁ ଦେବୁ ମୋର ଜୁହାର କାଳିଆକୁ ଦେବୁ ମୋର ଜୁହାର ନେଇ ଦୁଇ ଧାର ଲୁହ ମୋ ଆଖିର ନେଇ ଦୁଇ ଧାର ଲୁହ ମୋ ଆଖିର ଧୋଇ ଦେ ଚରଣ ତାର କାଳିଆକୁ ଦେବୁ ମୋର ଜୁହାର କାଳିଆକୁ ଦେବୁ ମୋର ଜୁହାର ନାହିଁ ଆଶା ତାର ଲଭିବି କରୁଣା ଅସରା ସୁଖରେ ହେଲି ବାଟ ବଣା ଅସରା ସୁଖରେ ହେଲି ବାଟ ନାହିଁ ଆଶା ତାର ଲଭିବି କରୁଣା ଅସରା ସୁଖରେ ହେଲି ବାଟ ବଣା ଅସରା ସୁଖରେ ହେଲି ବାଟ ବଣା କହିବୁ ବୁଝାଇ ସେ ମୋର ଜୀବନ କହିବୁ ବୁଝାଇ ସେ ମୋର ଜୀବନ ନ ରଖିଲେ ହେବି କାହାର କାଳିଆକୁ ଦେବୁ ମୋର ଜୁହାର କାଳିଆକୁ ଦେବୁ ମୋର ଜୁହାର କଳା ମେଘ ଭାସି ଯା ରେ କାଳିଆକୁ ଦେବୁ ମୋର ଜୁହାର କାଳିଆକୁ ଦେବୁ ମୋର ଜୁହାର କାଳିଆକୁ ଦେବୁ ମୋର ଜୁହାର କାଳିଆକୁ ଦେବୁ ମୋର ଜୁହାର ହଉ ଜୟ ଜୟ ଜଗନ୍ନାଥ ନୀଳାଦ୍ରି ମଣ୍ଡନ ଶଙ୍ଖ ଚକ୍ର ଗଦା ପଦ୍ମ ପରେ ଶୋଭାବନ କାଳିଆକୁ ଦେବୁ ଯାହାକୁ ରଖିଲ ପ୍ରଭୁ କେଡ଼େ ବିପଦରୁ କାଳିଆକୁ ଦେବୁ ମୋ ବେଳକୁ ହୋଇଲ ତୋଳ ମହାମେରୁ କାଳିଆକୁ ଆରେ ସିଏ ଜଗନ୍ନାଥ
ତା ହାତ ଦେଖେଇଲା ଇରେ ତା ଗୋଡ ଦେଖେଇଲା ହଁ ବାଲିଅନ୍ତା ବ୍ଲକର ରାଜା ସେଇ ଗାଁକୁ ଜଗନ୍ନାଥ ଯାଇଥିଲେ ସିଏ କୋଉଆ ଯୋଉ ଗାଁଟା ବୟନ କଳାରେ ନିପୁଣ ଥିଲା। ବୟନ କଳା ସାରେ କଣ ବୟନ ଅର୍ଥ ବୁଣାବୁଣି କଳା। ଓ ସେ ଗାଁରେ ସବୁ ବୁଣାବୁଣି ହୁଏ କଣ ବୁଣୁଥିଲେ? କଂସା ବାସନ କଂସା ବାସନ ବୁଣା ହଇ। ଇରେ ନାଇଁ ରେ ହେ ସବ ମସୁନା ସଉପ ଇଏ ହଉଛି ବୋଧେ ମେଦିନୀପୁର ଏଠି ସଉପ ବୁଣା ହଉଛି। ଗଜା ମୁଗୁରା ଅନ୍ଧୁଣି ବଜା ମୁଗୁରା ଅନ୍ଧୁଣି ଏଇଗୁରା ବୁଣୁଥିଲେ। ବୟନ କଳା ପରା ବୁଣାବୁଣି କରୁଥିଲେ। ନୀଳ କେ ସବୁଜ ଅଥବା ରଙ୍ଗ ଗୋଲାପୀ ବୋଳା କେ ନୀଳ ସବୁଜ ଗୋଲାପୀ ରଙ୍ଗର ସୂତା ଗୁଡାକ କାଟି ସୂତା ଗୁଡାକୁ ବିଭିନ୍ନ ରଙ୍ଗରେ ବୁଣେଇ ଗାଁ ଦାଣ୍ଡରେ ଶୁକେଇଥିଲେ। ଆକାଶଟା ବିଭିନ୍ନ ରଙ୍ଗର ସ୍ତରକୁ ସ୍ତର ଭଳିଆ ଦେଖା ଯାଉଥିଲା। ଇଏ ସୂତା ଯଦି ଶୁଖିଥିଲା ବହୁ ତନ୍ତୁ ପରିବାର ତନ୍ତି ଶ୍ରେଣୀୟ ଲୋକମାନେ ବେଶୀ ସେଇ ଗାଁରେ ଥିଲେ। ଗାଁଟିଏ ଥିଲେ ଗ୍ରାମୀଣ ଚିତ୍ରରେ ଖାଲି ତ ତନ୍ତି ନଥିବେ କିଏ ଥିଲେ? ମାଳି ପାଟକାରୀ ଶଙ୍ଖାରୀ କଂସାରୀ ଥିଲେ ଯେ ସିଦ୍ଧଗଣ ଗାଁରେ କିଏ ଥିଲେ? ମାଳି ଥିଲେ ପାଟରା ଥିଲେ ମାଳି ପାଟକାରୀ ଶଙ୍ଖାରୀ ଥିଲେ କଂସାରୀ ଥିଲେ ଜ୍ୟୋତିଷ ଥିଲେ ଆଭିରି ଗୋପାଳ କୁଳ ଥିଲେ କୁମ୍ଭକାର ଥିଲେ ନାପିତ ଥିଲେ ରଜକ ଥିଲେ ବିଭିନ୍ନ ବର୍ଗର କାଟାଗୋରୀର ଲୋକମାନଙ୍କୁ ନେଇ ସେ ଗାଁଟା ଅତ୍ୟନ୍ତ ଶୋଭାବନ ଥିଲା। ସବୁ ଜାତିର ଲୋକମାନେ ଗାଁରେ ଥିଲାବେଳେ ଜଗନ୍ନାଥ ଯାଇଥିଲେ କୋଉଠିକି? ଲୋକ ମୁଖେ ଖ୍ୟାତି ଥିଲା ତ ସମ୍ପ୍ରତି ଥିଲା ବ୍ରାହ୍ମଣ ଶାସନ ବ୍ରାହ୍ମଣ ଶାସନ ଥିଲା। ଭୋଜଦେବ ନାମରେ ବ୍ରାହ୍ମଣ ସହଧର୍ମିଣୀ ତାଙ୍କର ବାମା ଦୀର୍ଘକାଳ ବିତି ଯାଇଥିଲେ ମଧ୍ୟ ବାମାଙ୍କର ମନଟା ବିରସ ଥିଲା। ସେଦିନ ପୂଜା କାର୍ଯ୍ୟ ସାରି ବ୍ରାହ୍ମଣ ଭୋଜଦେବ ରାତ୍ରିର ଏକ ନିବୃତ୍ତ ପ୍ରହରରେ ପହଞ୍ଚିଲେ ବାମାଙ୍କ ପାଖରେ। ଡାକିଲେ ପ୍ରିୟେ ପ୍ରାଣ ପ୍ରେୟସୀ ମୋର ପିଇସା ତା କକାସି ପ୍ରେୟସୀର ପୁଲିଙ୍ଗ ପିଇସା କହୁଛି କଣ କିରେ ପିଇସା ପ୍ରେୟସୀ ଘଇତା ବାବୁ ବେଲଜିଆ ବେଶରମା ଗୋଧି ମୁହା କହିଲା ଘଇତା ବାବୁ କହିଲା ମୋ ଦେହ ଭଲ ନାହିଁ ରେ ଦେହ ଭଲ ନାହିଁ 4 ଦିନ ଦେହ ଖରାପ ଯୋଉ 20 ଟଙ୍କା ନେଇଥିଲୁ ସେଦିନ ଆଚ୍ଛା 20 ଟଙ୍କା ସରିକି ଆହୁରି ଦେଲାଣି ଆଉ ହଉନି କାହିଁକି ଝାଡା ଦେହ କଣ ଭଲ ନାହିଁ ଝାଡା କ୍ଲିୟର ହଉନାହିଁ ଝାଡା କ୍ଲିୟର ହଉନି ଔଷଧ ଖାଇଲୁ ଔଷଧ ଖାଲି ଏନଡିଟି ବଟିକା 6ଟା ଝାଡା କ୍ଲିୟର ନହେଲେ ଏମଡିଟି ଖାଆନ୍ତି ତୋର କୋଷ୍ଠ ହେଇଥିଲା କି ସେତେରେ ଭଲ ହେଲା କଣ ଖାଇଲୁ ସୋପାଟ ନା ହୋମ ପାଇ ବି ଖାଇଦେଲୁ ଗୋଟା ଆରେ ନେଳିଆ ଷ୍ଟୋପାଜ ସେଗୁରା ତ ମୁଣ୍ଡ ବିନ୍ଧିଲେ ଖାଆନ୍ତି ତାକୁ କାଇଁ ଝାଡା ନ ଶୁଣ ବିରସ ମନରେ ବସିଛନ୍ତି ସେଦିନ ବାମା ଦେବୀ ଲାଗି ଯାଉଛନ୍ତି ପାଖକୁ କିଏ ବ୍ରାହ୍ମଣ ଭୋଜ ଦେବ ଡାକୁଛନ୍ତି ପ୍ରେୟସୀ ଶୁଣ ବାଙ୍କା ଗୋଳବାଇ ଘର
ବ୍ରାହ୍ମଣ ରାଗୁଛନ୍ତି ଏକା 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 ମନରୁ ମାନ ମାରି ପକାଲୋ ଦକା ଦକା ପଡୁଛି ତୋ ପାଦେ ମୁଁ ଥକାଲୋ ଗଣିବୁ କେଇଟା କା ଅଛି ହେଲା ଗଣିବୁ କେଇଟା କା ଅଛି ଏକା ମନରୁ ମାନ ମାରି ପକା ହେ ସଜନୀ ହେ ପ୍ରିୟ ଯଦି କିଛି ମନରେ ଦୁଃଖ ଅଛି ତାକୁ ମନରୁ ଦୂରୀଭୂତ କରିଦେ ତୁ ଯୋଉ ପ୍ରକାର ବଇଛୁ ଦେଖିଲେ ମତେ ଦୁଃଖ ଲାଗୁଛି କାହିଁକି ନା ଜକାଇ ଆଖି ଲୁହ ଜକାଇ ଆଖି ଲୁହ ମଇରେ ତୁ ନ ପକା ଜକାଇ ଆଖି ଲୁହ ମଇରେ ଜକାଇ ଆଖି ଲୁହ ମଇରେ ତୁ ନ ପକା ଆଖିରୁ ଲୁହ ଜକେଇ ଆଉ ଧରାରେ ପକା ନା ଯଦି ଏମିତିଆ ମୁହଁ ଚକା ଚନ୍ଦ୍ରମା ମୁହଁ ପାଲଟି ଲାଣି ଫିକା ଚକା ଚନ୍ଦ୍ରମା ମୁହଁ ପାଲଟି ଲାଣି ଫିକା ଚକା ଚନ୍ଦ୍ରମା ମୁହଁ ପାଲଟି ଲାଣି ଫିକା ଚକା ଚନ୍ଦ୍ରମା ମୁହଁ ମନରୁ ମାନ ମାରି କହିଲା ଶୁଣ ଶୁଣ କଣ ସୁଖ ଦେଇନି କହ କହିଲା ମନରୁ ସବୁ ଯାକ ଦୁଃଖ କାଟି ଦିଅ କବି ସୂର୍ଯ୍ୟ ବଳଦେବ ରଥ ଭାଇ ଏଇଠି ଟିକେ ତାକୁ ଷ୍ଟପ୍ କରିଦିଅ ଭାଇ ଏଇଠି ଟିକେ ତାକୁ ଷ୍ଟପ୍ କରିଦିଅ